स्वागतम सुस्वागतम बंधुगण आमे आज शनिवार 7 तारीख यही दिनर दैनिक राशिफल को नहीं एक विचार विमर्श करिबा। आज शनिवार 7 तारीख सप्ताहर सप्तम दिन तारीख भी 7। आज सूर्योदय 6:21 पर सूर्यास्त 5:39 पर आउ मंद समय सकाळ 9:10 रु 10:36। हाँ बंधु आमे प्रथमे भेटिबा मेषराशि लोक को। मेषराशि लोक माने एबे चिंतित कारण आज शनिवार बार दृष्टि आदौ शुभ नुह मेषराशि कहीं मेष राशि अधिपति मंगलंक सह ग्रह शनिंकर अहि नकुल संपर्क एणु मेष राशि लोके आज हैरान हरकत हेबे। सबु काम बाधा विघ्न आरंभ हेब। बास गेट खोलीगला परे सबुज श्यामल प्रांतर बुकुरे नाचिबे डेइबे कूदिबे खेलिबे मजा करिबे। खाली कार्य आरंभ रे बाधा चाबी मिलबनी ताला खोलबनी चाबी मिलगला कौन कलम मिलुनी केमिति लेखिबी मिलगला कौन आरंभ टिके विघ्न नहले 24 घंटा शुभ। धनगत समस्या नहीं मन प्रसन्न रहिबो। खाद्य शयन पठन भ्रमण देवदर्शन दान भोजन सबुथिरे शांति। मेष राशि बंधु खाली गोटे बार समस्या नहले आउ किसी समस्या नहीं से माने समस्त आनंदित हेबे। आज बार दृष्टि विचार कले मेष राशिधारी जनता कार्य आरंभ बाधा विघ्नर सम्मुखीन हेबे नहेले समस्त मेषधारींकर विविध लाभ हेब। यही लाभ का पाई कौन किए कौन चाहे से दिन कही प्रसाद प्रसाद किए मुठे खाइया को चाहूँगी किए चाहूँगी 9 माला कोठार शिखर देश में बसी डल्लप चेयर झुलिव का पई प्रसाद का पई प्रसाद लाभ व्यक्ति विषय भिन्न भिन्न समस्त को लाभ हेब। समस्ते यही लाभ पाई खुशी हेबे प्रसन्न हेबे। यही धन द्रव्य खाद्य अर्थ आदि लाभ जोग रहिबो। दिन 2:20 जाए उपभोग्य हेब। दिन आज दिनटी उपभोग्य हेब। ता परे परे आय अमल बढ़ी जीवो। दिन 2:20 परे व्यवसायी माने छोट हो कि बड़ हो से धान बिकु थाओ कि पान बिकु थाओ पारा बिकु थाओ कि हीरा बिकु थाओ छोट बड़ समस्त व्यवसायी आय बढ़ेबे एवं से अर्जित संपत्ति को संचय करिवे। सबु दिगरु आज मेष राशि भल। वृष राशि असुविधा नहीं से माने मध्य आज सुखरे कालातिपात करिवे। तांको पाखु अर्थ आसीबो भल भोजन मिलिबो आराम रे सोइबे बंधु दर्शन अच्छी देव दर्शन अच्छी सबकिछि अच्छी आज वृष राशि भाई। 7 तारीख शनिवार वृष राशि घात बार। आज घात बार कौठी घात प्रतिघात रक्तपात हो जाई पारे बाड़े पिटी हो जाई पारंती। घात बार वृष राशि पुरुषंकर आज घात चंद्र
ରାଶି ବୃଷ, ବ୍ୟକ୍ତି ପୁରୁଷ, ମାନେ ଦୁଇ ପ୍ରକାର ଘାତ, ଘାତ ବାର, ଘାତ ଚନ୍ଦ୍ର। ତେଣୁ ଟିକେ ଅସୁବିଧା, ସାବଧାନ, ହୁସିଆର, ଚଳପ୍ରଚଳରେ ଟିକେ ଯଥା ସମ୍ଭବ ସାବଧାନତା ଅବଲମ୍ବନ କଲେ ଭଲ। ଏହି ଦୃଷ୍ଟିକୋଣରୁ ବୃଷ ରାଶିର ପୁରୁଷଗଣ ଅଧିକ ସତର୍କ ରହିବା ଉଚିତ। ଶାରୀରିକ କଷ୍ଟ ଅସହ୍ୟ ହେବ। ଏବେ ଶାରୀରିକ କ୍ଲେଶ ଭିତରେ ଥାଇ ବି ବିବିଧ ଆର୍ଥିକ, ମାନସିକ, ପାରିବାରିକ, ସାମାଜିକ ଓ କୌଳିକ ମୌଳିକ ସୁଖ ଲାଭ କରିବେ। ଦିନ 2ଟା 20 ପରେ ଆର୍ଥିକ ଲାଭ ଅଧିକ ହେବ। ସାନ ବଡ଼ ସମସ୍ତ ବ୍ୟବସାୟୀ ଖୁସି ହେବେ। ସମସ୍ତ ବୃତ୍ତିଧାରୀ ଆଜି ନିଜକୁ ଭାଗ୍ୟବାନ ମନେ କରିବେ। କେହି ଜଣେ ବି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେନି। ଖାଲି ଘାତ ବାର, ଘାତ ଚନ୍ଦ୍ର ପାଇଁ ଯାହା ଶାରୀରିକ ଯନ୍ତ୍ରଣା ଟିକେ ହେବ, କଷ୍ଟ ଟିକେ ହେବ, କିନ୍ତୁ ଅର୍ଥ ସିଏ ସମସ୍ତ ସମସ୍ୟାକୁ ଘୋଡ଼େଇ ଦେବ। ମାନେ ପ୍ରବଳ ଶୀତ ଦେଖା ବଢ଼ିଯାଇନି କି, ହେଲେ କମ୍ବଳ ତ ଘୋଡ଼େଇ ଦେଉଛି ବା, ଝାକ ପଡ଼ା। ଅଧୀନରେ ହେଉଛି କ'ଣ? ନାହିଁ, ମୋ ପାଇଁ ଅଧୀନ କ'ଣ? ବୁଝା ପଡ଼ିଲା। ମିଥୁନ ରାଶି ପାଇଁ 7 ତାରିଖ ଶନିବାର ମିଥୁନ ରାଶିଧାରୀ ଲୋକଙ୍କର ଦିନ 2ଟା 20 ପରେ ଭଲ ସମୟ ଆସିବ। ସେ ଯାଏ ସମସ୍ୟା ପରେ ସମସ୍ୟା ଆସିବ। ବୁଲାବୁଲିରେ ସମୟ ଯିବ। ଦେହ ରୋଗାକ୍ରାନ୍ତ ହେବ। ଦିନ 2ଟା 20 ପରେ ସୁସ୍ଥତା ଅନୁଭବ କରିବେ। ତେଣୁ ଦିନ 2ଟା 20 ଯାଏ ସମସ୍ୟା। ମିଥୁନ ରାଶିର ଯାବତୀୟ ସମସ୍ୟା, ଶାରୀରିକ, ମାନସିକ, ଆର୍ଥିକ, ପାରିବାରିକ ସବୁ ସମସ୍ୟା ଘନୀଭୂତ ହେବ। 2ଟା 20 ପରେ ଧୀରେ ଧୀରେ ସୁସ୍ଥ ହେବେ। କାମ କରିବା ପାଇଁ ଆଗ୍ରହ ଆସିବ। କର୍ମ କ୍ଷେତ୍ରକୁ ନିଶ୍ଚୟ ଯିବେ। ଆୟ ରୋଜଗାର ବଢ଼ିବ। ଆଉ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେନି। ସମସ୍ତ ବୃଷ ରାଶି ଲୋକମାନେ ଅର୍ଥ ସଂକ୍ରାନ୍ତୀୟ ଦୁଶ୍ଚିନ୍ତାରୁ ଦୂରରେ ରହିବେ। ଶନିବାର 7 ତାରିଖ ଦିନ 2ଟା 20 ଯାଏ ଆର୍ଥିକ ବିକାଶ ହେବ। କାହାର? କର୍କଟ ରାଶିଙ୍କର। ସେମାନେ 2ଟା 20 ପରେ ଅର୍ଥ ଲାଭ କରି ସୁଖ ଲାଭ କରିବେ। କିଏ? ମିଥୁନ ରାଶି ଲୋକମାନେ। ଏମାନେ ମାନେ କର୍କଟ ରାଶି ଲୋକମାନେ ସବୁ କର୍କଟିଆ ଆଜି 2ଟା 20 ଯାଏ ବିବିଧ ସୁଖ ଲାଭ କରିବେ। ସମସ୍ୟା କିଛି ନାହିଁ। ସମସ୍ତ ଜୀବିକାରୁ ନିଶ୍ଚିତ ଲାଭ ହେବ। ଆୟ ବଢ଼ିଯିବ। କର୍ମ ଚଞ୍ଚଳ ରହି ଏହି କର୍କଟ ରାଶିର ଲୋକେ ଅର୍ଥ ଚିନ୍ତା କରି ଚାଲିବେ। କେଉଁଠୁ କେମିତି ଅର୍ଥ ଆସିବ ଅଧିକରୁ ଅଧିକ। ଦିନ 2ଟା 20 ପରେ କ୍ରମଶଃ ସେ ଯେଉଁ ଅର୍ଥ ବ୍ୟୟ ହେବ, ଔଷଧ କିଣାରେ ଦେହ ଖରାପ ହେବ, ଅବସନ୍ନ ଲାଗିବ, ବିଶ୍ରାମ କରିବା ପାଇଁ ମନ ହେବ, ରୋଗ ବଢ଼ିଯିବ। ଯେଉଁ ରୋଜଗାର କରିଥିବେ ତାକୁ ଟିକେ ବଦ ଖର୍ଚ୍ଚ କରନ୍ତୁନି, ରଖନ୍ତୁ। ଔଷଧ ପାଣିରେ ଡାକ୍ତରଙ୍କୁ ଦେବାରେ କାମରେ ଲାଗିବ। ତେଣୁ ତା ଭିତରେ ଘାଣ୍ଟି ଚକଟି ହୋଇଯିବେ। 2ଟା 20 ଯାଏ ସ୍ୱାସ୍ଥ୍ୟରେ ଉନ୍ନତି। 2ଟା 20 ପରେ ସ୍ୱାସ୍ଥ୍ୟର ଅବନତି ହେବ। କାମ କରିବାକୁ ଇଚ୍ଛା ହେବନି। ବିଶ୍ରାମ ଆବଶ୍ୟକ ହେବ। ବୁଝା ପଡ଼ିଲା। ସିଂହ ରାଶି ପାଇଁ 7 ତାରିଖ ଶନିବାର ସିଂହ ରାଶି ପାଇଁ ଆଦୌ ଭଲ ଦିନ ନୁହେଁ। ବାର ଦୃଷ୍ଟିରୁ ଭଲ ନୁହେଁ, ସମୟ ଦୃଷ୍ଟିରୁ ଭଲ ନୁହେଁ। ସିଂହ ରାଶି ପାଇଁ ଆଜି ସମସ୍ୟା ପରେ ସମସ୍ୟା। ଘାଣ୍ଟି ଚକଟି ହେଇଯିବେ। ଶାରୀରିକ, ମାନସିକ, ସାମାଜିକ, କୌଳିକ, ପାରିବାରିକ ସବୁ ପ୍ରକାର ସମସ୍ୟା ଆଜି ସିଂହ ରାଶି ପାଇଁ। 7 ତାରିଖ ଶନିବାର ସିଂହ ରାଶି ପାଇଁ ଆଦୌ ଭଲ ଦିନ ନୁହେଁ। ଦିନ 2ଟା 20 ଯାଏ ଯାବତୀୟ ଦଣ୍ଡ ମିଳିବ।
ଶତ୍ରୁ ବଢ଼ିଯିବେ, ମନ ବ୍ୟାକୁଳ ହେବ, ରୋଗ ବି ହେବ, ଋଣଦାତା ହଇରାଣ କରିବେ, ଧନାଗମ ହେବ, କର୍ମ କ୍ଷେତ୍ରରେ ମନ ଦୁଃଖରେ ଖଟିବେ, କର୍ମ କ୍ଷେତ୍ରରେ ଖଟିବେ, ମନ ଦୁଃଖରେ ଶାନ୍ତି ନାହିଁ। ଦିନ 2ଟା 20 ପରେ ଆୟ ଅମଳ ବଢ଼ିବ। ବାପରେ ବାପ, ଦିନ ସକାଳୁ ସକାଳୁ ଖରାପ ହେଲେ ବାଧିବ ବେଶୀ ନା। ରାତିରେ ଶୋଇଥିଲେ, ବିଶ୍ରାମ ନେଇଥିଲେ, ଦେହ ଚଳଚଞ୍ଚଳ ହେବା କଥା, କିନ୍ତୁ ସକାଳୁ ଖରାପ ଟାଇମ୍ ପଡ଼ିଗଲା। ଦିନ 2ଟା 20 ପରେ ଆୟ ଅମଳ ବଢ଼ିଯିବ। ପଡ଼ୋଶୀ ଓ ଜୀବନସାଥୀ ଦିନ 2ଟା 20 ପରେ ଆଦର କରିବେ। ଆଜି ଘାତବାର କାର? ସିଂହ ରାଶିର ଆଜି ଘାତବାର। ବୃଷ ରାଶିର ଆଜି ଘାତବାର, ଚନ୍ଦ୍ର ପୁରୁଷଙ୍କର, ଆଉ ସିଂହ ରାଶିର ଘାତବାର। କନ୍ୟା ରାଶିର ଲୋକେ ଶନିବାର 7 ତାରିଖ ଦିନ 2ଟା 20 ଯାଏ ଏକ ପ୍ରକାର ସରଳ ଜୀବନଯାପନ କରିବେ। ସାଧାରଣ ସୁଖ ଶାନ୍ତି ଲାଭ କରି ସମୟ କାଟିବେ। ଆୟ ଅମଳରେ ବାଧା ବିଘ୍ନ ନାହିଁ। ମାତ୍ର 2ଟା 20 ପରେ ବ୍ୟୟ ବଢ଼ିଯିବ। ଶାରୀରିକ ବ୍ୟଥା ବେଦନା ଆରମ୍ଭ ହେବ। 2ଟା 20 ଯାଏ କର୍ମ କ୍ଷେତ୍ରରୁ ଯେତିକି ଆନନ୍ଦ ପାଇଥିବେ, 2ଟା 20 ପରେ ସେସବୁ ନିରାନନ୍ଦରେ ପରିଣତ ହେବ। ଆଜି କନ୍ୟା ରାଶିର 2ଟା 20 ଯାଏ ଶ୍ରୀଚନ୍ଦ୍ର ମାନେ ଚନ୍ଦ୍ର ଅଛନ୍ତି ଚିତ୍ରା ନକ୍ଷତ୍ରରେ। କନ୍ୟା ରାଶିରେ 2ଟା 20 ଯାଏ। 2ଟା 20ରୁ ଚନ୍ଦ୍ର ଯିବେ ତୁଳା ରାଶିକୁ। ତେଣୁ କନ୍ୟା ରାଶିର ସମସ୍ୟା ପରେ ସମସ୍ୟା ଆସିବ। ହଁ, ତୁଳା ରାଶି ପାଇଁ ଶନିବାର 7 ତାରିଖ ସକାଳୁ ସକାଳୁ ଭାରି ଖରାପ। ତେଣୁ ତୁଳା ରାଶି ପାଇଁ ଶନିବାର ଦିନ 2ଟା 20 ଯାଏ ମାନସିକ ଅଶାନ୍ତି, ଶାରୀରିକ ଯନ୍ତ୍ରଣା, ବୃଥା ବ୍ୟୟ, ସମସ୍ୟା ପରେ ସମସ୍ୟା ଆସି ବିଘଟନ କରିବ। 2ଟା 20 ପରେ ପଟ ପରିବର୍ତ୍ତନ ହେବ, ମଳୟ ପବନ ବହିବ, କ୍ରମଶଃ ବ୍ୟୟ ନ ହୋଇ ଆୟ ହେବ। ଦେହ ପୀଡ଼ା ଧୀରେ ଧୀରେ କମି ଆସିବ। ଖାଦ୍ୟପେୟ ରୁଚିକର ହେବ। କର୍ମ କ୍ଷେତ୍ରକୁ ଯାଇ କର୍ମ ଚଞ୍ଚଳ ରହିବାକୁ ଆଗ୍ରହ ଆସିବ। ଶାନ୍ତି ଫେରିବ। 2ଟା 20 ଯାଏ ଅଶାନ୍ତ ବାତାବରଣ, 2ଟା 20 ପରେ ଶାନ୍ତ ପରିବେଶ। ଏବେ ବିଛା କଥା ବୁଝିବା। ବିଛା ରାଶିର ଲୋକେ ଦିନର ସକାଳ ଓଳି ଦିନ 20 ଯାଏ ବଡ଼ ଖୁସିରେ କାଳ କାଟିବେ। ବିଛା ରାଶି ପାଇଁ ସକାଳ ଓଳି ବହୁତ ଭଲ। କର୍ମ ଚଞ୍ଚଳ ରହିବେ। ବିଭିନ୍ନ ବୃତ୍ତିଧାରୀ ଧନ ଲାଭ କରି ଖୁସି ହେବେ। ଦିନ 2ଟା 20 ପରେ ବ୍ୟୟ ବଢ଼ିଯିବ। ଦେହର ଆକ୍ରାନ୍ତ ହେବ, ମନ ଭାରାକ୍ରାନ୍ତ ହେବ, ଦେହ ବିଶ୍ରାମ ଖୋଜିବ। ସେଇ ସମସ୍ୟା ବିଛା ରାଶି ପାଇଁ ଦିନ 2ଟା 20 ଯାଏ ମାନେ ସକାଳ ଓଳି ବହୁତ ଭଲ। ସବୁ ଦିଗରୁ ଶାନ୍ତି ପାଇବେ, ସୁଖ ପାଇବେ, ଆନନ୍ଦ ପାଇବେ, ଧନ ପାଇବେ, ମିତ୍ର ପାଇବେ, ବନ୍ଧୁ ପାଇବେ, ସଖା ପାଇବେ। 2ଟା 20 ପରେ ଏମାନେ ମିତ୍ର ବନ୍ଧୁ ସଖା କିଏ କୁଆଡ଼େ ପଳେଇବେ, କେହି ପାଖରେ ରହିବେନି। ଆଉ ପାଖରେ କିଏ ରହିବେ? ଦୁଃଖ, ଦୁର୍ଦିନ, ସମସ୍ୟା, ରୋଗ, ଅଭାବ, ବ୍ୟୟ, ଶତ୍ରୁ, କଟୁକ୍ତି। ତେଣୁ ଦିନ 2ଟା 20 ପରେ ଧୈର୍ଯ୍ୟର ଆଶ୍ରା ନିଅନ୍ତୁ। ଧନୁ ରାଶିର ଲୋକେ ଶନିବାର 7 ତାରିଖ ବିଶେଷ ଆନନ୍ଦ ପାଇବେ। ଦିନ 2ଟା 20 ଯାଏ କର୍ମ ଚଞ୍ଚଳ ରହିବେ। ତା ପରଠାରୁ ସମସ୍ତ ପୂର୍ବ ଯୋଜନା ସଫଳ ହେବ। ଧନୁ ରାଶି ପାଇଁ ମେଷର ବୃଷର ଯେମିତି, ହେଲେ ବୃଷର ଟିକେ ଥିଲା ଘାତବାର, ଘାତ ଚନ୍ଦ୍ର, କିନ୍ତୁ ଧନ ଦିଗରେ ମେଷ ଆଉ ବୃଷ କେଉଁ ଗୁଣରେ କମ୍ ନଥିଲେ। ଆଜି ସେଇଭଳି ଭଲ ସମୟ ଆସିଛି। କାହା ପାଇଁ? ନା ଧନୁ ପାଇଁ। ଧନୁ ରାଶି କାଲି ରାତିରୁ ଯୋଜନା କରିଛନ୍ତି, ଆଜି ଆମେ କ'ଣ ସବୁ କରିବା। ସକାଳୁ ସକାଳୁ ସେମାନେ ବିଭିନ୍ନ କର୍ମରେ ଲିପ୍ତ ରହିବେ, ବିଭିନ୍ନ ଯୋଜନା କରି ବସିବେ, ଅନେକ ସ୍ୱପ୍ନ ଦେଖିବେ, ଏହା କଲେ ଏହା ହେବ।
ଠିକ୍ 2ଟା 20 ପରେ ସେ ସବୁ ସ୍ୱପ୍ନ ସାକାର ହେବ। କର୍ମ କ୍ଷେତ୍ରରୁ ବଢ଼ିଆ ଆୟ ଆଉ ଲାଭ ହେବ। ସେମାନେ ସୁସ୍ଥ ସୁନ୍ଦର ଦିଶିବେ, ଦର୍ପଣରେ ବାରମ୍ବାର ମୁହଁ ଦେଖିବେ ଏବଂ ଟିକେ ଅଧିକ ଖାଇବେ। ଆଜି କାହିଁକି କହିଲେ ନା ଖଟିବେ ବେଶୀ ନା ଭୋକ ବେଶୀ ହେବ, ଆଉ ଖାଦ୍ୟ ବି ରୁଚିକର ହେଇଥିବ। ହଁ, ଧନୁ ରାଶିର ଲୋକେ ଶନିବାର 7 ତାରିଖ ବିଶେଷ ଆନନ୍ଦ ପାଇବେ। ଦିନ 2ଟା 20 ଯାଏ ନିଜକୁ ଶୃଙ୍ଖଳିତ ରଖିବେ। ଦେହ ସୁସ୍ଥ ଲାଗିବ, ବୃଥା ବ୍ୟୟ ହେବନି, ବନ୍ଧୁ ସମ୍ପର୍କ ବଢ଼ିଯିବ। ଧନୁ ରାଶିର ମହିଳାଙ୍କର ଆଜି ଘାତ ଚନ୍ଦ୍ର। ଧନୁ ରାଶିର ମହିଳାମାନେ ଯେଣୁ ଘାତ ଚନ୍ଦ୍ର, ତେଣୁ ତମର ନିଜ ନିଜ ଅସ୍ତ୍ରଶସ୍ତ୍ର କ'ଣ? ନେଲ୍ କଟର, ଛୁରୀ, କଇଁଚି, ପନିକି, ଛୁଞ୍ଚି ଆକୁ ଟିକେ ଲୁଚେଇକି ରଖନ୍ତୁ, ନହେଲେ ନଜର ରଖନ୍ତୁ, କାଳେ କେଉଁଠି କଟିକଟି ଯାଇପାରେ। ଚନ୍ଦ୍ର ଅଶୁଭ ଅବସ୍ଥାରେ ରହି କିନ୍ତୁ ଆତଙ୍କିତ କରିବେ କାହାକୁ ନା ମକର ରାଶିକୁ। ଶନିବାର ମକର ରାଶି ପାଇଁ ଆଦୌ ଭଲ ଦିନ ନୁହଁ। ମକର ରାଶି ପାଇଁ ଶନିବାର ଏକ ପ୍ରକାର ସାଧାରଣ ଶୁଭ, ମାତ୍ର ଚନ୍ଦ୍ର ଅଶୁଭ। ମାନେ ଏଠି କ'ଣ ଆଲୁଅ ଅନ୍ଧାରର ଖେଳ। ମକର ରାଶି ପାଇଁ କେତେବେଳେ ଆଲୁଅ କେତେବେଳେ ଅନ୍ଧାର। ମାନେ ସେ ଭାବିଥିବେ ଆଜି ମୁଁ ଏଇ ଯେଉଁ କାମଟା କରୁଛି ଏଟା ବଢ଼ିଆ ହେବ, କିନ୍ତୁ ଯେଉଁମାନେ ଜାଣିବେ ଶୁଣିବେ ଦେଖିବେ ସେ କହିବେ ହ୍ୟାঁ ବେକାର ହେଇଛି। କିଛି ଲୋକ ଆସିବେ କହିବେ ହ্যাঁ ତମେ କାମ କରିଛ, ଟେକିଦେବେ, ପ୍ରଶଂସା କରିବେ। ମାନେ ଏମିତି ଦୁଃଖ ସୁଖ ଭିତରେ, ହାନି ଲାଭ ଭିତରେ, ଆଲୁଅ ଅନ୍ଧାର ଭିତରେ ଶନିବାର 7 ତାରିଖ ମକର ରାଶିଙ୍କର ସମୟ କଟିବ। କ'ଣ ହେଲା ନା ମକର ରାଶି ପାଇଁ ଶନିବାର ଏକ ପ୍ରକାର ଶୁଭ, କାରଣ ମକର ଅଧିପତି ହେଲେ ଶନି, ବାର ହେଲା ଶନି, ଏଣୁ ଶୁଭ। ମାତ୍ର ଚନ୍ଦ୍ର ଅଶୁଭ ଅବସ୍ଥାରେ ରହି ଆତଙ୍କିତ କରିବେ, ଅପମାନିତ କରିବେ, ପରିବେଶକୁ ସବୁ ପ୍ରକାର ସୁଖ ଅପହରଣ କରିବେ। ଏଣୁ ଦିନ 2ଟା 20 ଯାଏ ଅଶୁଭ। ମକର ରାଶିର ସମସ୍ତ ଲୋକେ ଜାଣି ବୁଝି ହୁସିଆର ରୁହନ୍ତୁ। ଦିନ 2ଟା 20 ଯାଏ ଅଶୁଭ। ଦିନ 2ଟା 20 ପରଠାରୁ ପ୍ରାୟ ଶୁଭ ସମୟ ଆସିବ, ଭଲ ସମୟ ଆସିବ। କର୍ମ ଚଞ୍ଚଳ ରହିବେ, ଆୟ ଅମଳ ବଢ଼ିବ, ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ, ରୁଚିକର ଭୋଜନ ମିଳିବ, ଆରାମରେ ଖାଇ ପିଇ ଶୋଇବେ ଦିନ 2ଟା ପରେ। ହେଲା। କୁମ୍ଭ ରାଶିର ଲୋକେ ଶନିବାର ପୂର୍ଣ୍ଣ ଅସୁସ୍ଥ ରହିବେ। ସୂର୍ଯ୍ୟୋଦୟ ଠାରୁ ପୁଣି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅସୁସ୍ଥ କୁମ୍ଭ ରାଶି ଲୋକମାନେ। ପୁରୁଣା ରୋଗ ଥିଲେ ପୀଡ଼ା ବେଶୀ ଦେବ, ରାତିରେ ପୀଡ଼ା ବଢ଼ିଯିବ। ମାତ୍ର ଶୁଭ ଖବର, ଏହି ଶାରୀରିକ ସମସ୍ୟା ଦିନ 2ଟା 20 ଯାଏ ରହିବ, ପରେ ଦୁର୍ବଳ ଲାଗିବ। ଅଶୁଭ ସିନା, ରୋଗ ସିନା ଦେବ 2ଟା 20 ଯାଏ, 2ଟା 20 ପରେ ରୋଗ ଭଲ ହେଇଯିବ, କିନ୍ତୁ ଦୁର୍ବଳ ଲାଗିବ, ଅପମାନ ବୋଧ ହେବ, ଇଚ୍ଛା ହେବନି କୁଆଡ଼େ ଯିବାରେ, କାହାକୁ ବିପଦ କହିବା ପାଇଁ ମନ ହେବନି। ପାଟି ଖୋଲି କ'ଣ କହିଲେ ଭୁଲ ଭାଲ କହିବେ, ଅନ୍ୟମାନେ ରାଗିବେ, ଖରାପ ଭାବିବେ ଇତ୍ୟାଦି। ଏହି ଶାରୀରିକ ସମସ୍ୟା ଦିନ 2ଟା 20 ଯାଏ ରହିବ, ପରେ ଦୁର୍ବଳ ଲାଗିବ, ଅପମାନିତ ହେଲା ଭଳି ପରିବେଶ ସୃଷ୍ଟି ହେବ। ଦିନ ସାରା ଅଶୁଭ, ରୋଗ ଆଉ ଅପମାନ, 2 ଭାଇ ଆସି ଆକ୍ରମଣ କରିବେ। ଆଉ ହଁ, ମୀନ ରାଶି ପାଇଁ ଶନିବାର ଦିନ 2ଟା 20 ଯାଏ ପ୍ରବଳ 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 ସୁଖ। କେଉଁ ସୁଖକୁ ସେ ପ୍ରଥମେ ଉପଭୋଗ କରିବେ ବୁଝିପାରିବେନି। ହଁ, ମନ ଖୁସି ଲାଗିବ, ଦେହ ଭଲ ରହିବ। ଦିନ 2ଟା 20 ଯାଏ ସବୁ ଦିଗରୁ ଭଲ। ବ୍ୟବସାୟ ବାଣିଜ୍ୟ ବୃତ୍ତି ସେବା ଚାକିରିରୁ ଭଲ ଆୟ ହେବ। ଦିନରେ ଭଲ ଭାବରେ ଚାଲିବ ସେବା ବୃତ୍ତି ଚାକିରି ବ୍ୟବସାୟ ଦିନ 2ଟା 20 ଯାଏ।
ଯଦ୍ୱାରା ସେମାନେ ଋଣମୁକ୍ତ ହେବେ। ଏତେ ବଢ଼ିଆ ଆୟ ହେବ ଯେ ସେ ଋଣ ସୁଝିବା ପାଇଁ ଆଗେ ସଂକଳ୍ପ କରିବେ। ଯାହା ଋଣ ନାହିଁ ସେ ସଞ୍ଚୟ କରିବେ। ନାଇଁ ମୁଁ ସଞ୍ଚୟ କରିବିନି, ମୋ ଋଣ ନାହିଁ। ଆରେ ଆପଣ ଉଦାର ମନା କାହାକୁ ଦେବେ, ବଦାନ୍ୟ ହେବେ, ମନ୍ଦିରରେ ଯିବେ, ଠାକୁରଙ୍କ ପାଖରେ କିଛି ଦେବେ, ନହେଲେ କିଣିବେ, ରତ୍ନ କିଣିବେ, ଜମି କିଣିବେ, ଭୂମି କିଣିବେ। ଆଉ ପଇସା କ'ଣ ଖାଇବେ ନା ଫୋପାଡ଼ି ଦେବେ? କିଛି କରିବେ ନା। ଆଉ ଶୁଭ ଖବର, ଏହି ଶାରୀରିକ ସମସ୍ୟା ଦିନ 2ଟା 20 ଯାଏ ନାହିଁ ମୋ, ଯଦ୍ୱାରା ସେମାନେ ଋଣମୁକ୍ତ ହେବେ ବା ସଞ୍ଚୟ କରିବେ ଅଥବା ସତ୍ପାତ୍ରରେ ଦେଇ ଧର୍ମ ଅର୍ଜନ କରିବେ। ମାତ୍ର ଦିନ 2ଟା 20 ପରେ କ୍ରମଶଃ ଏ ଯେଉଁ ଖଟଣି ଖଟିଥିବେ, ଧନ ଲାଭରେ ଆଉ ଲୋଭରେ ଯେଉଁ ଧାଁ ଦୌଡ଼ା କରିଥିବେ, କ'ଣ ହେବ ନା ଦେହ ବିଶ୍ରାମ ଖୋଜିବ, ଅସୁସ୍ଥ ହେବେ। ମାନେ ରାତିକି ଇଏ ପୀଡ଼ା ଆଉ ଯନ୍ତ୍ରଣା ରୋଗ ବଢ଼ିଯିବ। ରେବତୀ ନକ୍ଷତ୍ରଧାରୀ ମୀନ ରାଶି ମାନେ ସାବଧାନ, ସେମାନେ ରାତିରେ ବେଶୀ ହଇରାଣ ହେବେ। ହଁ ବନ୍ଧୁ, ଈଶ୍ୱର ଚାହିଁଲେ ଆସନ୍ତାକାଲି ମୁଁ ପୁଣି ଆପଣଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିବି। ରହିଲି, ନମସ୍କାର।